ପାଣି ଦେଲା ବୁଡେଇ ଆମ ଚାଷ ଜମି ପାଣି ଦେଲା ବୁଡେଇ ଆମ ଚାଷ ଜମି କେମିତି ବଞ୍ଚିବା ଆମେ କେମିତି ଖାଇବା ଆମେ ଚାଷୀ ଭାଇ ମାନଙ୍କର ବୁଦ୍ଧି ଦିଶୁନି ବନ୍ୟା ଦେଲା ଭସେଇ ଆମ ଚାଷ ଜମି ବନ୍ୟା ଦେଲା ଭସେଇ ଆମ ଚାଷ ଜମି କେମିତି ରହିବା ଆମେ କଣ ଖାଇବା ଆମେ ଚାଷୀ ଭାଇ ମାନଙ୍କର ବୁଦ୍ଧି ଦିଶୁନି କିଏ କରିଲା ଏମିତି କିଛି ବୁଝି ହଉନି କାହିଁକି ହେଲା ଏମିତି କିଛି ବୁଦ୍ଧି ଦିଶୁନି। ଭାଇ ମାନେ ଆପଣ ମାନେ ତ ଦେଖିଥିବେ ମାନେ ବନ୍ୟାରେ କେମିତିକା ସବୁ ଚାଷ ନଷ୍ଟ ହେଇଛି ଆଉ କଣ କ୍ଷତି ହେଇଛି। ଆମ ଚାଷୀ ଭାଇ ମାନେ ଏତେ ପରିଶ୍ରମ ଏତେ କଷ୍ଟ କରି ମାନେ କେତେ କଣ କରୁଛନ୍ତି କିନ୍ତୁ ତାଙ୍କ ପାଇଁ କେହି ପଦେ ବି ମାନେ କିଛି କହୁନାହାନ୍ତି। ଭାଇ ମାନେ ସମସ୍ତେ କହୁଛନ୍ତି ଜୟ ଯବାନ ଜୟ କିଷାନ ସେ ଜୟ କିଷାନ କହିବାର ମୂଲ୍ୟ କଣ? ଏଠି ତ ଚାଷୀ ଭାଇ ମାନେ ମାନେ ପରିଶ୍ରମ କରୁଛନ୍ତି ଖଟୁଛନ୍ତି କିନ୍ତୁ କିଛି ପାଉନାହାନ୍ତି। ଦେଖ ଏତେ ପରିଶ୍ରମ ଏତେ ଇଏ କଲେ ସବୁ ବନ୍ୟା ପାଣିରେ ବୁଡିଗଲା ମାନେ କୁହ ଗୋଟେ ଚାଷୀ କେମିତି ବଞ୍ଚିବ? ଚାକିରିଆ ମାନଙ୍କର ତ କିଛି ଟେନସନ ନାହିଁ ସେମାନେ ଯେମିତି ହେଲେ ବି ଯୁଆଡୁ ହେଲେ ବି ଯାହା ହେଲେ ସେମାନେ ଖାଇଦେବେ କାହିଁକି ତାଙ୍କ ପାଖରେ ଟଙ୍କା ଅଛି ସେମାନେ ଚାହିଁଲେ ସବୁ କିଛି କିଣିପାରିବେ କିନ୍ତୁ ଗୋଟେ ଚାଷୀ ସିଏ କଣ କରିବ ତାଙ୍କ ପାଖରେ କିଛି ନାହିଁ ସେଇ ଜମିକି ହିଁ ସେମାନେ ଭରସା କରନ୍ତି ସେଇ ଜମିରେ ଚାଷଟା ହେଲେ ସେମାନେ ବିକ୍ରି କରି ନିଜ ପେଟ ପୋଷିବେ ବା ପରିବାର ଚଳେଇବେ କିନ୍ତୁ ଏବେ କିଛି ମାନେ ଚାରିଆଡେ ଅନେଇଲାକୁ ଅନ୍ଧାର ସବୁଆଡେ ଖାଲି ପାଣି ହିଁ ପାଣି। ମୋହନ ମାଝୀ ସାର୍ ଆପଣଙ୍କ ଅନୁରୋଧ ଆପଣ ତ ସମସ୍ତଙ୍କ ପାଇଁ ସବୁ ଯୋଜନା ବାହାର କରୁଛନ୍ତି ସମସ୍ତଙ୍କ ପାଇଁ ସବୁ କିଛି କରୁଛନ୍ତି କିନ୍ତୁ ଆମ ଚାଷୀ ଭାଇଙ୍କ ପାଇଁ କିଛି ଗୋଟେ କରନ୍ତୁ ଆମେ ଜାଣିବା ତାହେଲେ ଯାଇକି ଆମ ସିଏମ୍ ବହୁତ ଭଲ। ଆମ ଚାଷୀ ଭାଇ ମାନେ ଏତେ ପରିଶ୍ରମ ଏତେ କଷ୍ଟ କରୁଛନ୍ତି ତାଙ୍କ ପାଇଁ ଆପଣ ଯଦି କିଛି ନ କରିବେ ତାହେଲେ ଆମ ଚାଷ ଭାଇ ମାନେ ରହିବେ କେମିତି ବଞ୍ଚିବେ କେମିତି ଖାଇବେ କେମିତି? ସବୁ ଚାଷୀ ଭାଇଙ୍କ ମାନଙ୍କ ପାଇଁ ବଞ୍ଚିଛେ ଖାଉଛେ ତାଙ୍କରି ପାଇଁ ଆମେ ଷ୍ଟାଇଲ ମାରୁଛେ ଆମେ କେତେ କଣ କିଣୁଛେ କେତେ କଣ କରିପାରୁଛେ ଆରେ ପେଟ ପାଇଁ ନାଟ ପେଟ ଯଦି ନ ପୁରିବ ଆମେ କଣ କରିବା? ଆରେ ସିଏ କି ବୁଝିବେ 5 ତାଲାରେ ରହୁଥିବା ମଣିଷ ସିଏ କି ବୁଝିବେ ଚାଷୀର ମୂଲ୍ୟ। ସେଇ ହଉଛି କଥା। ତ ଭାଇ ଓ ଭଉଣୀ ମାନେ ପ୍ଲିଜ କମେଣ୍ଟ କରି କୁହନ୍ତୁ ଆମେ ଠିକ କହିଲେ ନା ଭୁଲ କହିଲେ। ଯଦି ଠିକ ଲାଗିଥିବ ଗୋଟେ ସବସ୍କ୍ରାଇବ କରିବେ ଆଉ ସେୟାର ଟିକେ କରିଦେବେ ଆଉ କମେଣ୍ଟ କରି ଗୋଟେ କହିବେ ଆଉ। ତ ଆଜିର ଭିଡ଼ିଓଟି ଆମେ ଏଇଠି ଶେଷ କରିବା। ଜୟ ଜଗନ୍ନାଥ।